ମୋ ନାତିଆ କଳା କାଠ ପଡିଗଲାଣି, ଅଙ୍ଗାରର ବୋପା ଭଳିଆ ତୁ ଦେଖାଉଛୁ, ବୁଝିଲୁ ନାତିଆ। ହେଲେ ନାତିଆ, ମୁଁ ତୋ ପାଇଁ ନୁହଁ ଗୋଟେ ଭଲ ଜିନିଷ ଆଣିଛି। କଣ ଆଣିଛ ଅଜା? ମତେ ଦଉନ। ତତେ ଦେବି ନା କାହାକୁ ଦେବି? ତୁ ବା ମୋର ଗୋଟିଏ ବୋଲି ନାତି। ମୁଁ କହିଲି ତମେ ବୁଝିକି ଦବ ବୋଲି ଆଣିଛ। ବୁଢୀ କାହିଁ ଖାଇବ? ବୁଢୀ ଆଜି ପର୍ଯ୍ୟନ୍ତ ଖାଇ ଖାଇ ଆଇଛି, ଆସିକି ତା ଚୁଟି ପାଚିଲାଣି। ତୋ ଚୁଟି ପାଚିଲା ପର୍ଯ୍ୟନ୍ତ ମୁଁ ତତେ ଖାଇବାକୁ ଦେବି। ହେଲେ ମୁଁ ମରି ଯାଇଥିବି ଯେ ମୁଁ ଲୁଚେଇକି ରଖିଛି, ତାକୁ ଦେବି ତତେ ଦେବି। ଥଣ୍ଡା ନେପି ଆଙ୍ଗୁଥିଲୁ 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 ନାତି ମାନଙ୍କୁ ସେତିକି ଗେଲ କର। ଆଉ 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 ଟିକେ ବୁଝିଲୁ ନାତିଆ, ତୁ ମୋର ଗୋଟିଏ ବୋଲି ନାତି ହେଲା। ମୁଁ ତତେ ଯାହାଟା ଆଣିକି ଦଉଛି ତ ଜେଜେମା ଦେହରେ ଜମାରୁ ଯାଉ। ଦେଖୁନୁ କେମିତି କେମିତି ଅନେଇକି ବଇଛି, ହେଲେ କିଛି କହୁନି। ଖାଲି ସବୁବେଳେ ଗେରେ ଗେରେ ହଉଛି। ହଁ ବା, ଦେଖିବୁ ତତେ ଯଦି ମୁଁ ଏଇନେ ଗେଲ ଟିକେ ଆଉ ଟିକେ କରିଦେବି, ସେ କେମିତି ଆମ ଚିଠି କେମିତି କଥାବାର୍ତ୍ତା କରିବ। ହଉ ନାତିଆ ଶୁଣେ, ଭଲ ପାଠ ପଢିବୁ, ଭଲ ମଣିଷ ହବୁ, ସମସ୍ତଙ୍କ କଥା ମାନିବୁ, ଆଉ ଗୁରୁଜନ ମାନଙ୍କୁ ସମସ୍ତେ ସମ୍ମାନ ଦେବୁ, ବୁଝିଲୁ। ଆରେ ବନ୍ଦ କରୁନ, କାହିଁ ତମେ ଗେରେ ଗେରେ ହଉଛ? କଣ ମୁଁ ପସ୍ତେଇବି? ତାହେଲେ କଣ ମୁଁ ପସ୍ତେଇବି? ସବୁବେଳେ ଯେତେବେଳେ ବସିଲା ସବୁ ଗୋଟିଏ ବୋଲି ନାତି ମୋର, ମୁଁ ତ ଗେଲ କରିବିନି। ଗେଲ କଲି ବୋଲି କଣ ମୁଁ ପସ୍ତେଇବି? ଯାହା କହୁଛୁ ମୁଁ ସବୁ ବୁଝୁଛି। ତୋ ବାପା କଥା, ତୋ ବାପାକୁ ଆମେ ବହୁତ ଯତ୍ନରେ ପାଇଥିଲୁ, ଛୋଟରୁ ବଡ କଲୁ, ଭଲ ମଣିଷ କଲୁ, ଭଲ ପାଠ ପଢିଲୁ। ହେଲେ କଣ ହବ? ବାପା ମା କଥା ଜମାରୁ ଶୁଣୁ, ଜମାରୁ ବି ବୁଝୁନୁ, ଆମ ଦାୟିତ୍ୱ ବି ନବୁନୁ, ବୁଝିଲୁ। ସେଥିପାଇଁ ତୋର ମା କେମିତି କେମିତି ଦଉଛି ଦେଖି, ତୋ ଜେଜେମାର ମୁଣ୍ଡ ପୁରା ଖରାପ ହେଇଗଲାଣି। ତୁ ତା କଥା ଜମାରୁ ଶୁଣିବୁନି। ତୁ ଜେଜେ ଅଛି, ବୁଝିଲୁ। ତୋର ଯାହା ଦରକାର ତୁ ଜେଜେକୁ କହିବୁ, କିଏ ନାତି ଦେବନି, ବୁଝିଲୁ। ତାହେଲେ ତୋ ପାଇଁ ବୁଲବୁଲା ନେଇ ଆସିବି, କେତେ କରି ଖାଇବୁ ବାପା, ବୁଝିଲୁ। ସେ ନାତି ଗଲା ସେତିକି ଥାଉ, ମତେ କଣ ଟିକେ ପଇସା ଦେଲେ ମୁଁ ଟିକେ ମାର୍କେଟ ଯିବି, କାମ ଅଛି। ଆରେ ମୁଁ କାହିଁ ପଇସା ଦେବି? ପଇସା କାହିଁ ଦବ? ହଁ ତମ ବୋହୁର ଲିପଷ୍ଟିକ ଟେ ନାଇଁ, ହଁ ଅଳତାଟେ ନାଇଁ, ସିନ୍ଦୁରଟେ ନାଇଁ, ଆଉ କଣ ହଁ ପାଉଡରଟେ ନାଇଁ, ସେ ପୁଣି ଆଣିଲେ ପିନ୍ଧିବ ନା ନାଇଁ, ଲଗେଇବ ନା ନାଇଁ? ଆରେ ଏତେ କଥା ମତେ କାହିଁ କହୁଛୁ? ଆଉ କାହା କହିବି? ଆରେ ତୋ ସ୍ତ୍ରୀ କଥା ତୁ ବୁଝିବୁ। ତମେ ସେ କଥା ବନ୍ଦ କର, ଯଦି ପଇସା ଦବାର ଅଛି ଦିଅ, ମୁଁ ଯାଇକି ଟିକେ ମାର୍କେଟରୁ ତା ପାଇଁ ଜିନିଷଟା ନେଇ ଆସିବି। ମୁଁ ଦେଇପାରିବିନି। ଆଉ କିଏ ଦବ? ତାମାନେ କଣ ମୋର ଲେଖା ହେଇଛି? ତୋ ମାକୁ ଯେତେବେଳେ ମୁଁ ବାହା ହେଇଥିଲି ମୁଁ ତା କଥା ବୁଝୁଥିଲି। ଆରେ ତତେ ଆଜି ସେତିକି ମୁଁ ଦେଇଥିଲି ବୋଲି ଆଜି ଏଇଠି ଆସି କହୁଛୁ, ହେଲେ ଆଉ ଦେଇପାରିବିନି। ତମେ ସେ ଭାଷଣ ଦବା ବନ୍ଦ କର, ପଇସା ଦିଅ, ମୁଁ ଯାଇକି ନେଇକି ଆସିବି। ମୁଁ ଭାଷଣ ଦଉଛି? ଆଉ କଣ ଦଉଛି? ମୁଁ ଭାଷଣ ଦଉଛି? ଆଉ ନାତିଆ, ତୁ ବୋପା ଏଠି ଯାହା କଣ ଠିକ କହୁଛି? ବାପା ତମେ ଜେଜୁ କାଇଁ କହୁଛ? ଜେଜେ କୋଉଠି ପଇସା ଆଣିବେ? ତମେ କାମ କରୁନ, ବୋଉକୁ ଦବ ପଇସା, ବୋଉ ପିନ୍ଧିବ। ହଁ କଣ କହିଲୁ? ତୁ ଛୋଟ ପିଲାଟା ଅଧିକ କଥା କରୁଛୁ। ମୋ ସାମ୍ନା ଥାଇକି ମୋ ନାତିଆ ତୁ ହାତ ଉଠଉଛୁ? ତମକୁ ଜଣା ପଡୁନି ସେ କେମିତି ମୁହଁ ଉପରେ ଜବାବ ଦଉଛି? କଣ ଅସୁବିଧା ହେଇଗଲା? ବଡ ହେଲେ କଣ ଶିଖିବ? ଶିଖିବ କଣ? ତୁ ତାକୁ ଶିଖଉଛୁ, ବୁଝିପାରିଲୁ। ଆରେ ମୋ ନାତିଆ କାଳିଆ ହେଲେ କଣ ହବ? ତୁ ଏତେ ଜଣ ତାକୁ ମାରିଲୁ ଯେ ତା ଗାଲ ଏକଦମ ନାଲିଆ ପଡିଯାଇଛି। ଦେଖ ନାତିଆ, ତୁ ଯା, ମୁଁ ତୋ ବାପ କଥା ମୁଁ ବୁଝୁଛି। ଶୁଣେ ପୁଅ, ତୁ ଯାହାଟା କରୁଛୁ କିଛି ଠିକ କରୁନୁ। ଯେତିକି ବାପା ମାଙ୍କୁ କଷ୍ଟ ଦେଇଛୁ ଆମ ଅନ୍ତର କାନ୍ଦୁଛି, ବୁଝିପାରିଲୁ। ତତେ ଆଜି ସେତିକି ଆମେ ଭଲ ପାଇବା ଦେଇଥିଲୁ ବୋଲି, ତୋର ଅସୁବିଧା ତୁଲେଇଥିଲୁ ବୋଲି, ତତେ ଛୋଟରୁ ବଡ କରିଥିଲୁ, ତତେ ଭଲ ପାଠ ପଢେଇଥିଲୁ, କେତେ କଣ କରି ତତେ ବିବାହ ବି କରିଥିଲୁ। ମୁଁ ଯାହା ଦେଖୁଛି ଦାଦା, ତମକୁ ଯେତେବେଳେ ପଇସା ମାଗିଲି ତମେ ମତେ ସଦାବେଳେ ରାମାୟଣଟେ ପଢେଇଲ। ଆରମ୍ଭରୁ ଶେଷ ଯାଏ କହିଦବ ଗୋଟିଏ କଥା, ମୋ ପାଖରେ ନାହିଁ, ମୁଁ ଆଉ ତମକୁ କିଛି କହିବାର ନାହିଁ। ତମେ ଯୋଉ ଏତେ ଉପଦେଶ ଦଉଛ, ମୋର ବି ତମକୁ ଶୁଣିବାର ନାହିଁ। ମୁଁ ଚାଲିଲି ମୋ ବାଟରେ। ଶୁଣେ, ମୁଁ ଉପଦେଶ କଣ ଦଉଛି? ମୁଁ ଏଠି ପୁରାଣ ପଢୁଛି, ଯାହାଟା କହୁଛି ଠିକ କଥା କହୁଛି। ହଁ ଦେଖ ଜନ, ଯେତିକି ଅବାଟେ ଥିଲୁ, ତୁ ଛୋଟରୁ ବଡ ହଲୁ, ମଣିଷ ହଲୁ, ତୋ ପୁଅ ଆସି ବଡ ହେଲାଣି। ଦିନେ କୋଉଦିନ ତୋ ପୁଅ କଥା ଚିନ୍ତା କରିଛୁ? କୋଉଦିନ ତୋ ସ୍ତ୍ରୀ କଥା ଚିନ୍ତା କରିଛୁ? କୋଉଦିନ ବାପା ମା କଥା ଚିନ୍ତା କରିଛୁ? ଆଉ ଯଦି ସେତିକି ଚିନ୍ତା କରିଥାନ୍ତୁ
ତାହେଲେ ଏବେ ଆସିକି ମୁଁ ବୁଢ଼ା ବୟସରେ ବହିଛି ମୋତେ ଆସି ଟଙ୍କା ବାଜିରେ ଥାନ୍ତି। ଆଉ ମୋ ସ୍ତ୍ରୀ ପାଇଁ ମୁଁ ଲିପଷ୍ଟିକ୍ ଆଣିବି, ପାଉଡର ଆଣିବି, ଅଳତା ଆଣିବି। ଠିକ୍ ଠିକ୍ ମୋ ଜୀବନ ପୁଅ ଜନ୍ମ କରିକି ଚାଲି ଯାଠୁ ମୁଁ ଟଙ୍କାଟେ ଦେଇପାରିବିନି। ନଦବ ନାହିଁ, ଏତେ ଭାଷଣ କାଇଁ ଦବ? ଭାଷଣ ମାରୁଛୁ ନା? ମାନେ ମୁଁ ଭାଷଣ ମାରୁଛି? ହଉରେ ପୁଅ, ଦିନ ଆସିବ ତତେ ତୋରି ପୁଅ ଭାଷଣ ପାଇଁ ଶୁଣେଇବ। ସେତେବେଳକୁ ବାପ କଥା ତୁ ମନେ ପକେଇବୁ ହେଲା। ଛି, ଏ ଘର ମୋର ଜମାରୁ ଇଚ୍ଛା ନାହିଁ। ମୁଁ ତା ପଇସା ଦେବି, ତୋ ସ୍ତ୍ରୀ କଥା ତୁ ବୁଝିବୁ। ତୁ ଅଳତା ଦବୁ କି ସିନ୍ଦୁର ଦବୁ ତୁ ବୁଝିବୁ ତୋ ସ୍ତ୍ରୀ କଥା, ମୁଁ କାହିଁ ବୁଝିବି? ଆରେ ଛୋଟ ବେଳୁ ତତେ ମଣିଷ କରି କରି ଆଜି ବଡ଼ କରିଥିଲୁ ବୋଲି ଆଜି ତୁ ଆସିକି ବୁଢ଼ା ଦିନରେ ତୁ ବୋପାକୁ ମାଗୁଛୁ ଟଙ୍କା ଦିଏ, ମୁଁ ଦେଇପାରିବିନି। ଚାଲି ଯା ଏଠୁ, ଚାଲି ଯା। କିଏ ସ୍ତ୍ରୀ କଥା ବୁଝିବ, କିଏ ପୁଅ କଥା ବୁଝିବ, କିଏ ପରିବାର କଥା ବୁଝିବ? ତ ଏତେ ଟେନସନ ନେବା ଅପେକ୍ଷା ଏ ସଂସାରରୁ ଚାଲିଯିବାଟା ଭଲ। ହଁ, ନିଷ୍ପତ୍ତିଟା ମୁଁ ଆଜି ନେବି, ନିଶ୍ଚୟ ନେବି। ନା, ମୁଁ ଏ ସଂସାର ବୁଝକୁ ମୁଣ୍ଡରେ ମୁଣ୍ଡେଇ ପାରିବି କି ସେ ସଂସାର ଭିତରେ ଛଟପଟ ହେଇପାରିବି। ଏଇଠି ବାପା ଏବେ ଖୁସି ହେଇଯା, ହେ ବୋଉ ଏବେ ତୁ ଖୁସି ହେଇଯା। ହେ ଭଗବାନ, ମୋ ପୁଅଟାକୁ ଆଜି ମୁଁ କେତେ କଥା କହିଦେଲି, କ'ଣ କରିବି? ସିଏ ତ ସେଇଥିରେ ଗଢ଼ା ହେଇକି ଯାଉଛି, ରୋଜଗାର ବଢ଼ି କିଛି ବି ଜାଣିପାରୁନି। ଏ ବୁଢ଼ା ବୟସରେ ମୁଁ ତାକୁ ଆଉ ପୋଷିବାକୁ ମୋର ଆଉ ସମ୍ବଳ ଅଛି? ବାପ ହେଇକି ମତେ ବି ନିଜକୁ ଖରାପ ଲାଗୁଛି, କ'ଣ କରିବି? ବିବାହ ତଳ ହେଲା ସେତେ ବି ମୁଣ୍ଡ ପୁରା ରାତିଆ। ବାପା ତୁ କ'ଣ ହେଇଥିଲୁ? ବାପା 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 ଆତ୍ମହତ୍ୟା କରିବାକୁ ଯାଇଛନ୍ତି। ଆରେ କୋଉଠି? ମୋ ପୁଅ ଆତ୍ମହତ୍ୟା କରି ଯାଇଛି? ଏ ପୁଅ, ଏ ପୁଅ, ମା 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 ବାପା ଆତ୍ମହତ୍ୟା କରିବାକୁ ଯାଇଛନ୍ତି। ତୁ କାଇଁ ଏ କଥା କହୁଛୁ କିରେ? ତୁ କି କଥା କହୁଛୁ? ଆସ ଆସ ଜଲ୍ଦି ଆସ। ପୁଅ ତୁ ବାଟ କର। ନାଇଁ ମୋ ଛାଡ଼ିଦିଅ, ନାଇଁ ଛାଡ଼ିଦିଅ ମତେ। ନାଇଁ ପୁଅ, ସେ ଭୁଲ କାମ ଜମାରୁ କରିନି। ମୋର ତୁ ଜଲ୍ଦି ପଳେଇଆ। ମୁଁ ଆଉ ତତେ ଦିନେ କେବେ ହେଲେ କହିବିନି। ମୋର ଗୋଟିଏ ବୋଲି ପୁଅ, ଆଜି କିଛି ହେଇଥାନ୍ତା ଏମିତି ନିଷ୍ପତ୍ତି ଆଉ ଜମାରୁ ନେଇନି। ମୁଁ ପୁଅଟା ବାଲା ହେଲା। ଶୁଣ ଦେଖ ତୋ ମାକୁ ଦେଖେ। ଆରେ କିଏ ଦେବେ? ଜନ୍ମ କଲା ମା ହିଁ ପାଣି ଦବ, ବୁଝିଲୁ? ଦେଖ ଧନ, ମୁଁ ତ ବାପ କେବେ ହେଲେ ଏ ଆତ୍ମହତ୍ୟା ନିଷ୍ପତ୍ତି ଆଉ ଜମାରୁ ନିଏନି। ଏ ଆତ୍ମହତ୍ୟା ନିଷ୍ପତ୍ତି ଯୋଉମାନେ ନିଅନ୍ତି ତାଙ୍କ ଘର ସଂସାର ଅନ୍ଧାର ହେଇଯାଏ, ପିଲା ଛୁଆ ଅନାଥ ହେଇଯାଆନ୍ତି, ଆଉ ନିଜ ସ୍ତ୍ରୀ ମାନେ ପର ଘର ଝିଅ ଆସେ ତା ଭବିଷ୍ୟତ କ'ଣ ହବ? ସେଥିପାଇଁ ମୁଁ ବାପ ହେଇକି ମୋତେ ହାତ ଉଠିଲେ ଇଏ ଆତ୍ମହତ୍ୟା ନିଷ୍ପତ୍ତି ଜମାରୁ ଆଉ ନିଏନି, ବୁଝିପାରିଲୁ? ହାତ ଯୋଡ଼ିଦେଲେ ସବୁ କ'ଣ ପେଟ ପୁରିଯିବ? ହଉ ହଉ ଠିକ ଅଛି, ତୋର ରାଗ ବେଳା ପଡିଛି ତ ମୁଣ୍ଡ ଟିକେ ଥଣ୍ଡା କରେ। ତୋର ଟଙ୍କା ଦରକାର ମୁଁ ଦେବି, ତୁ ଏଇଠି ଗୋଟେ ଦୋକାନ ଦେଇକି ବସିବୁ, ତୋ ପରିବାରକୁ ତୁ ପୋଷିବୁ, ବୁଝିପାରିଲୁ? ଏତକ ତୋ ବାପା ମା ଆଜି ଆଗ କଥା ଦେଲୁ ନା କ'ଣ କହୁଛୁ? ଠିକ ଅଛି। କିନ୍ତୁ ମନ ପିତା ମୁଁ ଯୋଉଟା କହିଛି ମାନିବୁ, କ'ଣ ମାନିବୁ କହିଲୁ? ମୋର ଭୁଲ ହେଇଯାଇଛି। କିନ୍ତୁ ଇଏ ଆତ୍ମହତ୍ୟା ନିଷ୍ପତ୍ତି ଜମାରୁ ଆଜିଠୁ ଆଉ ନାହୁଁ। ସେ ଶପଥ କରେ ବାପା ମାଙ୍କ ଆଗରେ, ଭଲରେ ଚଳେ। ସେ ଶପଥ କରେ। ହଁ, ମୁଁ ଶପଥ କରି କହୁଛି, ମୋ ଜୀବନରେ ସେ କଥା କେବେ ଭାବିବେନି। କୋଉ କଥା? ଆତ୍ମହତ୍ୟା କଥା କେବେ ଭାବିବେନି। ହଁ, ଯେତେ ଦୁଃଖ ପଡୁ ଯେତେ କଷ୍ଟ ପଡୁ ସେ ଜିନିଷଟାକୁ କେବେ ହେଲେ ଆପଣ କରିବୁ ନାହୁଁ, ହେଲା? ଯା ତା ଘରକୁ ଯା, ଖାଇଦେବୁ। ମୁଁ କାଲିଠୁ ତୋ ରୋଜଗାର ବ୍ୟବସ୍ଥା ମୁଁ କରିବି, ଯା।